କେନ୍ଦୁଝରରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା। ଦେଶ ଦିନକୁ ଦିନ ଆଧୁନିକତାର ସମୟରେ ତାଳ ଦେଇ ଆଗକୁ ଆଗକୁ ଆଗେଇ ଚାଲିଛି। ଖାଦ୍ୟପେୟ ହେଉ କିମ୍ବା ବେଶ ପୋଷାକରେ ହେଉ, ଗମନାଗମନରେ ହେଉ କିମ୍ବା ଚାଷ କାର୍ଯ୍ୟରେ ହେଉ, ସବୁଥିରେ ଦେଖିବାକୁ ମିଳିଥାଏ ଆଧୁନିକତାର ଛାପ। ଦୀର୍ଘ 10 ବର୍ଷ ପୂର୍ବକୁ ଫେରିଗଲେ ଏବେ ବି ସ୍ପଷ୍ଟ ଭାବରେ ଅନୁଭବ କରିହେଉଥାଏ ମାଟିର ପରିବେଶ। ଆଉ 10 ବର୍ଷ ପରେ ସେହି ପରିବେଶକୁ ଲକ୍ଷ୍ୟ କରିଲେ ଅନେକ କିଛି ପରିବର୍ତ୍ତନର ସୁଅ ଦେଖିବାକୁ ମିଳିଛି। ଆଉ ସେହି ପରିବର୍ତ୍ତନର ମୁଖ୍ୟ ହେଉଛି ଆଧୁନିକତାର ଜ୍ଞାନ କୌଶଳ। ଦେଶର ଅଗ୍ରଗତିରେ ଆଜି କମାଲ ଦେଖାଇଛି ଆଧୁନିକତାର ଜ୍ଞାନ କୌଶଳର କରାମତି, ଯାହାକି ସହଜ ଏବଂ ସୁବିଧାରେ ଯେକୌଣସି କାର୍ଯ୍ୟକୁ ଖୁବ୍ କମ୍ ସମୟ ମଧ୍ୟରେ କରାଯାଇ ପାରୁଛି। ସବୁ କ୍ଷେତ୍ରର ଅଗ୍ରଗତି ସମୟରେ ଚାଷ କାର୍ଯ୍ୟର ଅଗ୍ରଗତି ମଧ୍ୟ ଆଧୁନିକତାର ଜ୍ଞାନ କୌଶଳ ଚାଷୀମାନଙ୍କୁ ଖୁବ୍ ଆଗକୁ ନେବାରେ ସାହାଯ୍ୟ କରୁଛି। ସେହି ଚାଷୀମାନଙ୍କ ପାଇଁ କେନ୍ଦୁଝରରେ ଆୟୋଜିତ ହୋଇଯାଇଛି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା। ଚାଷ କାର୍ଯ୍ୟର ଉନ୍ନତି, ଆଧୁନିକ ପ୍ରଣାଳୀରେ ଉନ୍ନତମାନର ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦୁଝରରେ ଆୟୋଜିତ ହୋଇଯାଇଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାରେ ଅନେକ ଚାଷୀ ଯୋଗ ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଚାଷୀକୂଳକୁ ନୂତନ ଦିଗ ଦର୍ଶାଇ ପାରୁଥିବା ଯୋଗୁଁ ଚାଷ କାର୍ଯ୍ୟକୁ କେମିତି ଆଗକୁ ନେଇ ଚାଷର ଏକ ବିକଶିତ ରାଜ୍ୟ କରାଯିବ, ସେଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଚାଷ ଉପରେ ଗୁରୁତ୍ୱ ଦେଇ ଉନ୍ନତ ପ୍ରଣାଳୀରେ ଚାଷ କରି ଅଧିକ ଅମଳ କରିବା ପାଇଁ ବିଭିନ୍ନ କୌଶଳ ପ୍ରୟୋଗ କରିପାରିଲେ ଚାଷ କାର୍ଯ୍ୟରେ ଚାଷୀ ଅଧିକ ଅମଳକ୍ଷମ ହୋଇପାରିବ। ତେଣୁ କେନ୍ଦୁଝରର ଅନେକ ଚାଷୀ ଆସି ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାରେ ଯୋଗଦେଇ ନୂତନ ପନ୍ଥା ଆପଣାଇ ନେଇଥିଲେ। ଚାଷୀମାନଙ୍କୁ ଅଧିକ ଜ୍ଞାନ କୌଶଳ ଏବଂ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଚାଷକୁ ଅଧିକ ଅମଳକ୍ଷମ କରିବାର ଶିକ୍ଷା ଦେବା ପାଇଁ ମେଳାରେ ଇଫ୍କୋ ଦ୍ୱାରା ପଡ଼ିଥିବା ଷ୍ଟଲ୍ ଚାଷୀଙ୍କୁ ପରାମର୍ଶ ଦେଉଥାଏ। କେନ୍ଦୁଝରର ଏହି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁଝର ମାଟିର ଗର୍ବ ମୋହନ ଚରଣ ମାଝୀ ଯୋଗଦେଇ ମେଳାକୁ ଅଧିକ ସରଗରମ କରିଥିଲେ। କେନ୍ଦୁଝରର ବିକାଶ ପାଇଁ ବିଧାୟକ ବେଳରୁ ସ୍ୱପ୍ନ ଦେଖୁଥିବା ମୋହନ ମାଝୀ ଓଡ଼ିଶାର ମଙ୍ଗ ଧରିବା ପରେ କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଭିନ୍ନ ଏକ ରୂପରେ ପରିଗଣିତ କରିବେ, ଯେଉଁଥିରେ କି ରାସ୍ତାଘାଟ ସହିତ ପାନୀୟ ଜଳ ସହିତ ଚାଷ ଜମିକୁ ଜଳସେଚନ କରି ଏକ ବିକଶିତ ଜିଲ୍ଲା ଗଠନ କରିବା ପାଇଁ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବାରେ ସଂକଳ୍ପ ନେଇଛନ୍ତି। ଖଣି ଖାଦାନ ଭରା ରତ୍ନଗର୍ଭା ମାଟି ପାଇଁ ଆଜି ଓଡ଼ିଶା ରାଜ୍ୟ ଏକ ସ୍ୱତନ୍ତ୍ର ପରିଚୟ ପାଇଥିବା ବେଳେ ଦୀପତଳ ଅନ୍ଧାର ହୋଇ କେନ୍ଦୁଝର ଜିଲ୍ଲା ବିକଶିତର ଅନେକ ପଛରେ ରହିଛି। ସେହି ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ କେନ୍ଦୁଝର ମାଟିର ଲଢୁଆ ପୁଅ ଆଜି ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗୁଁ କେନ୍ଦୁଝର ବିକାଶର ସ୍ୱାଦ ଚାଖିପାରିବ, ଏଥିରେ ସନ୍ଦେହ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ କେନ୍ଦୁଝର ପାଇଁ ଅନେକ କିଛି ଯୋଜନା କରାଯାଇଥିବା ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର ଏହାର କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ। କେନ୍ଦୁଝର ସଦରରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, এবি ନ୍ୟୁଜ୍।